ବ୍ରହ୍ମପୁର ଦିଗପହଣ୍ଡି ଥାନା ଏନ୍ଏସି ଚେକ୍ଗେଟ୍ ନିକଟରୁ ପୋଲିସ ପରିଚୟ ଦେଇ ଜଣେ ଯୁବକଙ୍କଠାରୁ ଲକ୍ଷ ଟଙ୍କା ଲୁଟ୍ କରିବା ଘଟଣାରେ ଦିଗପହଣ୍ଡି ଥାନା ପୋଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ନଗଦ 1 ଲକ୍ଷ ଟଙ୍କା, 2ଟି ମୋବାଇଲ ଫୋନ ଓ ଗୋଟିଏ ମୋଟରସାଇକେଲ ଜବତ କରିଛି। କୋରାପୁଟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ପୋଲିସ ଏସ୍ଆଇଙ୍କ ଅଭାବନୀୟ କାଣ୍ଡ। ମଦ ନିଶାରେ ଚୁର ହୋଇ ନିଜ ତଣ୍ଟି କାଟି ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଆହତ ପୋଲିସ ଏସ୍ଆଇ ଜଣକ ଚମରା ନାୟକ ହୋଇଥିବା ବେଳେ ପୋଲିସ ଘଟଣାର ଛାନବିନ ଜାରି କରିଛି। ଯାଜପୁର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ କଳିଙ୍ଗ ନଗରରେ ହେବାକୁ ଥିବା ବିଶାଳ ଜନସଭାରେ ସାମିଲ ହେବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ କଳିଙ୍ଗ ନଗର ସମାବେଶ ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି। କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ହାଇୱା ଧକ୍କାରେ 2 ବାଇକ୍ ଆରୋହୀଙ୍କ ମୃତ୍ୟୁ। ଘଟଣାସ୍ଥଳରୁ ହାଇୱାଟି ଦୁର୍ଘଟଣା ଘଟାଇ ଫେରାର ଥିବା ବେଳେ ପୋଲିସର ଛାନବିନ ଜାରି ଏବଂ ମୃତକ ଦ୍ୱୟ ଭାପୁର ଅଞ୍ଚଳର ବୋଲି ସୂଚନା ମିଳିଛି। Preview. Audio Jungle. Audio Jungle. Preview. ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ରୋଡ ସମ୍ମୁଖରୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର। ମୃତ ଯୁବକଙ୍କ ନାଁ ସନାତନ ରାଉତ ହୋଇଥିବା ବେଳେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଏୟାରପୋର୍ଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଓଡ଼ିଶାକୁ ପୁଣି ଫେରିଲା କରୋନା। ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିବା ବେଳେ ସେ ଏବେ କ୍ୱାରେଣ୍ଟାଇନରେ ଥିବା ସୂଚନା। ତେବେ ଆକ୍ରାନ୍ତ ବ୍ୟକ୍ତି ଜଣକ ନାନା ରୋଗରେ ପୀଡ଼ିତ ଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଦୟାନିଧିପୁର ଗାଁରେ ମାଡ଼ ମାରି ଗୁଳି କରି ଲୁଟି ନେଲେ ଦୁର୍ବୃତ୍ତ। ତେବେ ଗୁଳିମାଡ଼ରେ ଜଣେ ଗୁରୁତର ଥିବା ବେଳେ 10 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଜାରି ରଖିଛି। Preview. Preview. Audio Jungle. Audio Jungle. Preview. ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ତିଗିରିଆ ଥାନା ଏସ୍ଆଇ ପ୍ରଦୀପ ବେହେରା ସେ ଏକ ମାମଲାର ରଫା ଦଫା କରିବା ପାଇଁ 5,000 ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ରାମପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଗୁଳିମାଡ଼। ମହିଳା ଜଣକ ଭାବିନୀ ରାଉତ ହୋଇଥିବା ବେଳେ ତାଙ୍କ ସମ୍ପର୍କୀୟ ଭଣଜା ସୁରେଶ ପ୍ରଧାନ ତାଙ୍କୁ ଗୁଳି କରିଥିବା ସୂଚନା ମିଳିଛି ଏବଂ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ଥିବା ବେଳେ ଖବର ପାଇ କୋଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏବଂ ଦେବଗଡ଼ ରେଙ୍ଗାଳି ଡ୍ୟାମ୍ରେ ଅଘଟଣ ଡଙ୍ଗା ବୁଡି 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି। ମୃତକଙ୍କ ମଧ୍ୟରେ 2 ଶିଶୁ ଓ ମା ରହିଥିବା ବେଳେ ବାକି ବାପାଙ୍କୁ ଉଦ୍ଧାର କରାଯାଇଛି। ସପରିବାର ମିଶି ରେଙ୍ଗାଲି ଡ୍ୟାମ୍ର ଲିଙ୍ଗାଉଳି ନାମକ ଏକ ଟାପୁରେ ମାଛ ମାରିବାକୁ ଯାଇଥିଲେ।